ଯେଉଁମାନଙ୍କର ନାମ ଡିରୁ ଆରମ୍ଭ ହୁଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ଯେକୌଣସି ମୂଲ୍ୟରେ ନିଜର ଲକ୍ଷ୍ୟ ହାସଲ କରିଥାନ୍ତି। ଡିରୁ ନାମ ଆରମ୍ଭ ହେଉଥିବା ଲୋକଙ୍କର ବୈଶିଷ୍ଟ୍ୟ କୁହାଯାଏ ଯେ ଡିରୁ ଆରମ୍ଭ ହେଉଥିବା ରାଶିର ଲୋକଙ୍କ ଉପରେ ଦେବୀ ସରସ୍ୱତୀ ଏବଂ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ଥାଏ, ଯାହା ଫଳରେ ସେମାନଙ୍କ ବୌଦ୍ଧିକ ସ୍ତର ବହୁତ ଉଚ୍ଚ ହୋଇଥାଏ। ଅର୍ଥାତ୍ ଏହି ଲୋକମାନେ ବୁଦ୍ଧିମତ୍ତାରେ ତୀକ୍ଷ୍ଣ ହୋଇଥାନ୍ତି। ଏମାନେ ଦେଖିବାକୁ ମଧ୍ୟ ଆକର୍ଷଣୀୟ ଏବଂ ହୃଦୟରେ ପବିତ୍ର। ଯେଉଁ ଲୋକଙ୍କ ନାମ ଡିରୁ ଆରମ୍ଭ ହୁଏ ସେମାନେ ଅଦରକାରୀ ଜିନିଷ ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ। ସାଧାରଣତଃ ଏହି ଲୋକମାନେ ବହୁତ ସ୍ୱଭାବର ମଧ୍ୟ ହୋଇଥାନ୍ତି। ମୁଁ ମୋ ହୃଦୟର କଥା ଶୁଣେ ଏବଂ ମୋ ହୃଦୟ ଯାହା କହେ ତାହା କରେ। ଅନାବଶ୍ୟକ ଜିନିଷ ପ୍ରତି ଅଧିକ ଧ୍ୟାନ ଦିଏ ନାହିଁ। କିନ୍ତୁ ଯଦି ଜଣେ କିଛି କାମ କରିବାକୁ ମନସ୍ଥିର କରେ ତେବେ ସେ ଏହାକୁ ସମାପ୍ତ ନ କରିବା ପର୍ଯ୍ୟନ୍ତ ବିଶ୍ରାମ ନିଏ ନାହିଁ। ଯେଉଁ ଲୋକଙ୍କ ନାମ ଡିରୁ ଆରମ୍ଭ ହୁଏ ସେମାନେ ପ୍ରେମ ସମ୍ପର୍କ ବଜାୟ ରଖିବାରେ ବହୁତ ଭଲ। ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ ସେମାନଙ୍କର ଜିଦ୍ଦାର ସ୍ୱଭାବ ଯୋଗୁଁ ଏହି ଲୋକମାନେ ନିଜ ପ୍ରିୟଜନଙ୍କୁ ପାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ସେହି ସମୟରେ ସେମାନେ ସେମାନଙ୍କର ପ୍ରେମ ସମ୍ପର୍କକୁ ବହୁତ ଭଲ ଭାବରେ ବଜାୟ ରଖନ୍ତି। ଯେଉଁମାନଙ୍କର ନାମ ଡିରୁ ଆରମ୍ଭ ହୁଏ ସେମାନେ ନିରାଶ ହୁଅନ୍ତି ନାହିଁ। କ୍ୟାରିୟର ବିଷୟରେ କହିବାକୁ ଗଲେ ଡି ନାମର ଲୋକମାନେ ଅନେକ ବିକଳ୍ପ ଥିବାବେଳେ ପ୍ରାୟତଃ ଭୁଲ ବିକଳ୍ପ ବାଛନ୍ତି, ଯାହା ପାଇଁ ସେମାନଙ୍କୁ ପରେ ପଶ୍ଚାତାପର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯଦିଓ ସେମାନେ ପ୍ରତ୍ୟେକ କାମ କଠିନ ପରିଶ୍ରମ ଏବଂ ନିଷ୍ଠାର ସହିତ କରନ୍ତି, ତଥାପି ସେମାନଙ୍କୁ ସଫଳତା ଟିକେ ବିଳମ୍ବରେ ମିଳିଥାଏ ଏବଂ କେତେକ ସମୟରେ ସେମାନେ ବିଫଳ ମଧ୍ୟ ହୁଅନ୍ତି। ସେମାନଙ୍କର ସର୍ବୋତ୍ତମ ଗୁଣ ହେଉଛି ଯେ ସେମାନେ ରାସ୍ତାରେ ଅସୁବିଧା ଏବଂ ପ୍ରତିବନ୍ଧକ ସତ୍ତ୍ୱେ ଏହି ଲୋକମାନେ ନିରାଶ ହୁଅନ୍ତି ନାହିଁ, ବରଂ ନିରନ୍ତର ଚେଷ୍ଟା ଜାରି ରଖନ୍ତି, ଯାହା ଫଳରେ ସେମାନେ ସଫଳତା ପାଆନ୍ତି। ଡି ନାମ ଥିବା ଲୋକଙ୍କ ବ୍ୟକ୍ତିତ୍ୱ ସ୍ୱଭାବତଃ ଏହି ଲୋକମାନେ ବହୁତ ସହଯୋଗଶୀଳ ଏବଂ ବହୁତ ସାହସୀ ମଧ୍ୟ। କାହାକୁ ସାହାଯ୍ୟ କରିବା କଥା ଆସିଲେ ମଧ୍ୟ ଏହି ଲୋକମାନେ ପଛକୁ ହଟନ୍ତି ନାହିଁ। ଯେଉଁ ଲୋକଙ୍କ ନାମ ଡିରୁ ଆରମ୍ଭ ହୁଏ ସେମାନେ ଅନ୍ୟ କାହାର ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ। ସେମାନଙ୍କର ଅଦ୍ଭୁତ ମନୋଭାବ ଯୋଗୁଁ ଏହି ଲୋକମାନେ ସବୁକିଛି ନିଜ ଉପାୟରେ କରିବାକୁ ପସନ୍ଦ କରନ୍ତି ଏବଂ ସେମାନଙ୍କ କାମରେ ଅନ୍ୟ କାହାର ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ। ଅଧିକାଂଶ ସମୟରେ ଏହି ଲୋକମାନେ ଯାହା ବି କରନ୍ତି ସେମାନେ ଏକା କରନ୍ତି, କାରଣ ଯଦି ଅନ୍ୟ କେହି ସେମାନଙ୍କ ସଫଳତାର ଶ୍ରେୟ ନିଅନ୍ତି ତେବେ ସେମାନେ ସହ୍ୟ କରିବେ ନାହିଁ। ଏହି ଲୋକମାନେ କଠିନ ପରିସ୍ଥିତିରେ ଫସି ରହିଲେ ମଧ୍ୟ ସେମାନଙ୍କର କଠିନ ପରିଶ୍ରମ ଜାରି ରଖନ୍ତି। ଫଳସ୍ୱରୂପ ସେମାନେ ପ୍ରତ୍ୟେକ କଷ୍ଟକର ପରିସ୍ଥିତିରୁ ସହଜରେ ବାହାର ଆସନ୍ତି। ଏହା ବ୍ୟତୀତ ସେମାନେ ଭଲ ଭାବରେ ଜାଣନ୍ତି ଯେ କିପରି ସେମାନଙ୍କର ଚିନ୍ତାଧାରା କାର୍ଯ୍ୟକାରୀ କରିବେ କିମ୍ବା ସେଗୁଡ଼ିକ ଉପରେ କାମ କରିବେ।